तो एबे टाइम ହେଇଛି 3ଟା ପାଖାପାଖି ହେଇଗଲାନି। ଆମେ ଆସିକି ହୋଟେଲରେ ଅଛୁ ଏବେ। ତ ସମଲେଶ୍ୱର ଆମେ ଆସିକି ପହଞ୍ଚିଗଲୁ 2:30 ପାଖାପାଖି, କିନ୍ତୁ ହୋଟେଲ ଖୋଜୁ ମାନେ ହୋଟେଲ ରୁମ୍ ନେବା ପାଇଁ 3ଟା ପାଖାପାଖି ଅଲରେଡ଼ି ବାଜିଗଲା। ତ ମୁଁ ମାନେ ପଛେ ହିଁ ଭଏସ୍ଟା ଦେଉଛି। ତ ଜୟ ଜଗନ୍ନାଥ, ଆପଣମାନେ ଖୁସିରେ ଥାଉ, ମୁଁ ପୁରା ଖୁସିରେ ଅଛି। ଆଉ ଆଜିକା ଥମ୍ବନେଲ୍ ଦେଖି ଆପଣମାନେ ଜାଣିପାରୁଥିବେ ଆଜି ଆମେ କୁଆଡ଼େ ଯାଉଛୁ। ତ ସେଇଟା ହିଁ ଆଜି ରାତିରେ ମାନେ ସମ୍ବଲପୁର ଯିବାର ଅଛି। ଆଉ ସମ୍ବଲପୁର ଯିବାର ଅଛି, ତ ସମ୍ବଲପୁରୀ ଭାଷା ଟିକେ କଥା ହେବା ପାଇଁ ଟ୍ରାଏ କରିବି ମାନେ। ତ ଆଜି ରାତିରେ ଯିବାର ଅଛି ସମ୍ବଲପୁର। ତ ରାତି ସେଇ 10ଟା 10:30 ପାଖକୁ ବାହାରିବୁ। ତ ଭିଡ଼ିଓରେ କଣ୍ଟିନ୍ୟୁ ରହୁ। ଆଉ ଆଜି ମୁଁ ସକାଳୁ ଭିଡ଼ିଓଟା ଷ୍ଟାର୍ଟ କରିଦେଉଛି, କାରଣ 2ଟା ଫ୍ୟାମିଲି ଯିବାର ଅଛି। ତ ମୁଁ ସେତେବେଳେ ଷ୍ଟାର୍ଟ ହିଁ କରିପାରିବିନି, ତ ଏକା ଅଛି ଯେହେତୁ ମୁଁ ଷ୍ଟାର୍ଟ କରିଦେଉଛି। ତ ଚାଲ ରାତି ହେଉ, ତାପରେ ଡାଇରେକ୍ଟ ଗଲାବେଳେ ମୁଁ ଦେଖେଇବି, ଆଉ କିଛି ଦେଖେଇବିନି। ତ ଚାଲ ଲେଟ୍ସ ଗୋ ଷ୍ଟାର୍ଟ ଯିବ। ତ ଆମେ ଆସିକି ଏବେ ବାଉଁଶପାଳ ପହଞ୍ଚିଗଲୁ। ମାନେ ମୁଁ ଘରୁ ବାହାରିଲା ବେଳେ ଭିଡ଼ିଓ ହିଁ କରିନଥିଲି, କାରଣ ଫ୍ୟାମିଲି ଅଛନ୍ତି ନା, ତ ମୁଁ ଭଲସେ ଭିଡ଼ିଓ କରିପାରେନି। ତ ମୁଁ ଆଗରେ ବସିଛି, ତ ସେଥିପାଇଁ ମୁଁ ବାଉଁଶପାଳ ଏବେ ପହଞ୍ଚିଛୁ, ତ ଭିଡ଼ିଓଟା କରୁଛି। ତ ଚାଲ ଏବେ ପୁରା କ'ଣ କହିବି। ତ ଦେଖିପାରୁଥିବ ଏଇ ସାଇଡ଼୍ ଆମର କେଉଁଝର ଯିବାର ଅଛି, ଏଇ ସାଇଡ଼୍ ତେଲକୁଇ। ତ ତେଲକୁଇ ଜଗନପୁର ପଟେ ଦେଇକି ଯିବାର ଅଛି। ମୁଁ ଚକୋଲେଟ୍ କେମିତି ଗୋଟେ ଖାଉଛି ଦେଖିପାରୁଥିବ, ମାନେ ପାଟିଟା ମଲମଲ କରିଦେଉଛି। ତ ମୁଁ ଜାଣିପାରୁନି ଏଡ଼ିଟ୍ କଲାବେଳେ ଏତେ ପ୍ରୋବ୍ଲେମ୍, କେଉଁଠି କ'ଣ ଏଡ଼ିଟ୍ କଲେ ମୁଁ ନିଜେ ବି ଜାଣିପାରିଲିନି। ତ ଆମେ NH ରୋଡ଼ରେ ଅଛୁ। ତ ଚାଲ, ଗୀତ ବାଜୁଥିଲା ଗାଡ଼ିରେ, କିନ୍ତୁ କପିରାଇଟ୍ କ୍ଲେମ୍ ଆସିବ ବୋଲି ମୁଁ ଗୀତକୁ ଅଫ୍ କରିଦେଇଛି, ନହେଲେ କପିରାଇଟ୍ କ୍ଲେମ୍ ଆସିଯିବ। କପିରାଇଟ୍ କ୍ଲେମ୍ ନା କ୍ଲେମ୍ ଯାହା ବି ହଉ ଆସିଯିବ ଆଉ। ତ ଦେଖିପାରୁଥିବ ଟାଇମ୍ ହେଇଗଲା 11:30, ମାନେ 11:40 ହେଇଗଲାଣି। ତ ଚାଲ କ'ଣ କହିବି। ତ ଟୋଲ୍ ଗେଟ୍ ଗୋଟେ ପହଞ୍ଚି ବି ହେଇଗଲାନି ବୋଧେ। ତ ସାମ୍ନାରେ ଟୋଲ୍ ଗେଟ୍ଟା ଅଛି। ମୁଁ ପଛେ ହିଁ ଭଏସ୍ଟା ଦେଉଛି, ତ ସେଥିପାଇଁ କ'ଣ କେମିତି ଭିଡ଼ିଓ ଲାଗୁଛି ନିହାତି କମେଣ୍ଟ କରିବ। ଆଉ ୟାର ପାର୍ଟ 2 ବି ଆସିବ, କାରଣ ଏତେ ଲଙ୍ଗ୍ ଭିଡ଼ିଓଟା ହେଇଯିବ ନା, ତ ସେଥିପାଇଁ ୟାର ପାର୍ଟ 2 ବି ନେଇକି ଆସିବି। ତ ଆମେ ଟୋଲ୍ ଗେଟ୍ ଆସିକି ପହଞ୍ଚିଗଲୁ। ଆଉ ଦେଖିପାରୁଥିବ ଟୋଲ୍ ଗେଟ୍। ତ ଟୋଲ୍ ଗେଟ୍ ବାହାରି ସାରିଲା ପରେ ଆଉ ମୁଁ ଭଲସେ ଭିଡ଼ିଓ ହିଁ କରିନଥିଲି। ଡାଇରେକ୍ଟ ଆସିକି ଆମେ ପହଞ୍ଚିଗଲୁ ସମଲେଶ୍ୱରୀ ମନ୍ଦିର ପାଖରେ, ମାନେ ସମ୍ବଲପୁର ଟାଉନ୍ ଦେଇକି ସମଲେଶ୍ୱରୀ ମନ୍ଦିର। ଏଇଟା ସାମ୍ନାରେ ସମଲେଶ୍ୱରୀ ମନ୍ଦିର ଅଛି। ଏଇଠି ଆମେ ଜଣେ ପୋଲିସକୁ ପଚାରୁଥିଲୁ ଯେ ଆଉ ଏଠି କ'ଣ ରୁମ୍ ଫୁମ୍ ଅଛି, ତ ସେ ନାହିଁ କହିଲେ। ଫେର୍ ବି ଆମେ ଟିକେ ଆଗକୁ ଯାଇକି ଦେଖିଲୁ। ଆଉ ଦେଖିଦିଅ ଟିକେ ସମଲେଶ୍ୱରୀ ମନ୍ଦିର କେମିତି କ'ଣ ଦେଖାଯାଉଛି, ରାତିର ଭିଉ। ଆଉ କାଲି ସକାଳେ ପୁଣି ଆସିବେ ଏ ଜାଗାକୁ, ତ ଦେଖ କେମିତି କ'ଣ ଲାଗୁଛି। ଏଇଟା ହେଉଛି ମେନ୍ ଗେଟ୍। ଏଇଟା ମେନ୍ ଗେଟ୍ ନୁହେଁ, ସେଇପଟେ ମେନ୍ ଗେଟ୍ ଥିଲା। ତ ଏଇ ଗାଡ଼ିରେ ଆମେ ଆସିଛୁ। ଆଉ ବାପାମାନେ ଯାଇଥିଲେ ପଚାରିବା ପାଇଁ, ତ ମନା କରିଲେ। ତ ପୁଣି ଆମେ ରିଟର୍ନ ଯାଉଛୁ, ଆଉ ଏବେ ରୁମ୍କୁ ଯିବୁ। ତ ଫାଇନାଲି ଆମେ ରୁମ୍ ଗୋଟେ ପାଇଗଲୁ। ତ ପଜ୍ କରିକି ନାଁଟା ଦେଖିଦିଅ, ହୋଟେଲ୍ର ନାଁଟା କ'ଣ। ତ ଦେଖିପାରୁଥିବ ପୁଣି ଉପରେ ଟ୍ରେନ୍ ରାସ୍ତା ଅଛି, ଆମେ ତା ତଳେ ଗାଡ଼ିଟା ଠିଆ କରିଦେଇଛୁ। ଏଇଟା ହେଉଛି ରୁମ୍। ତ ଚାଲ ରୁମ୍ ଭିତରକୁ ଯିବା, କେମିତି କ'ଣ ଅଛି ମୁଁ ଆପଣମାନଙ୍କୁ ଦେଖାଉଛି ରୁମ୍ଟା। ତ ଲେଟ୍ସ ଗୋ, ଚାଲ। ଫାଇନାଲି ମୁଁ ରୁମ୍ରେ ପହଞ୍ଚିଗଲି। ଦେଖିପାରୁଥିବ ଏଠି ବାପା ଠିଆ ହେଇଛନ୍ତି। ଆଉ ସେ ରୁମ୍ ବାଲା ଟିକେ ମାନେ କ'ଣ ସଜେଇ ସୁଜା ଦେଉଥିଲା। ଆଉ ଏଠି ବେଡ଼ସିଟ୍ଟା ବିଛାଇ ଦେଲା। ତ ଦେଖିପାରୁଥିବ କେମିତି କ'ଣ ରୁମ୍ଟା ଅଛି। ଆଉ କାଲି ସକାଳେ ପୁଣି ଭିଡ଼ିଓ ଗୋଟେ ଷ୍ଟାର୍ଟ ହେବ, କାରଣ ଆଜି ମୁଁ ଘରୁ ଏଠିକି ଆସି ସାରିଲି, ମାନେ ପହଞ୍ଚିବା ପର୍ଯ୍ୟନ୍ତ ଗୋଟେ ଭିଡ଼ିଓ ହେଲା। କାଲି ବୁଲାବୁଲି କ'ଣ କେମିତି କରିବି ସେସବୁ ଭିଡ଼ିଓ ଆସିବ। ସାମ୍ନାରେ ଗୋଟେ ରୁମ୍ଟା ଅଛି, ସେ ରୁମ୍ଟା ଭଡ଼ା ରୁମ୍ ନା କ'ଣ ମୁଁ ଜାଣିନି, କିନ୍ତୁ ଭଲ ଲାଗୁଛି ରୁମ୍ଟା। ଏ ରୁମ୍ଟା ବି ଠିକ୍ ଠାକ୍ ଅଛି। ଆଉ ତ ଚାଲ, ଏବେ 3:30 ଅଲରେଡ଼ି ହେଇଗଲାନି ଟାଇମ୍। ତ ମୁଁ ବ୍ୟାଗ୍ଟା ରଖିଦେଇଛି। ତ ଏବେ ଶୋଇପଡ଼ିବା, ନିଦ ମାନେ ପ୍ରବଳ ହେଲାନି। ତ ଗୁଡ଼୍ ନାଇଟ୍। କାଲି ଭିଡ଼ିଓରେ ଦେଖା ହେବ। ଆସିଥିବ ଜାଣି, ଜୟ ଜଗନ୍ନାଥ, ବାଏ।